ଆପଣଙ୍କ ନାଁ କ'ଣ? ଭାଇ ମୋ ନାଁ ନିରଞ୍ଜନ ପତି, ବଡ଼ମା ମାଣିଆ ବନ୍ଧ, କଟକ ଜିଲ୍ଲା। ଆପଣ ଆଜି ପ୍ରାର୍ଥୀ ଭାବେ କାହିଁକି ଛିଡ଼ା ହେବା ପାଇଁ? ମୁଁ ଭାଇ ବହୁତ ଅସୁବିଧା ସତ୍ତ୍ୱେ ମୁଁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଚାକିରି କରିଥିଲି, ନବୋଦୟ ବିଦ୍ୟାଳୟ ଟିଚର ଥିଲି। ଆଉ ବହୁତ ଦୂରରେ ମୋତେ ବିହାର ବାଙ୍କା ପକେଇଲେ, ଯେଉଁଠିକି ସାପ ମାଳ ମାଳ ସିଂହବାସ କରୁଥିଲେ, ଚଳିପାରିଲେନି ଜଗନ୍ନାଥ ସ୍କୁଲ ଚାକିରି ଛାଡ଼ିଦେଲି। ଏବଂ ଓଡ଼ିଶାରେ ଯେଉଁ ଦୁର୍ନୀତି ଚାଲିଛି ଏବଂ ଭାରତବର୍ଷରେ ମଧ୍ୟ ଦୁର୍ନୀତି ଚାଲିଛି, ଲୋକଙ୍କୁ ସଚେତନ କରାଇବା ପାଇଁ ଆଜି ମୁଁ ଲୋକସଭାରେ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ, ମୋର ଚିହ୍ନ ହେଉଛି ମାଠିଆ ଚିହ୍ନ, କଟକ ଲୋକସଭା। କଟକ ସହର ପାଇଁ ଆପଣ କ'ଣ କରିବାକୁ ଚାହିଁଲେ ଯେ ଆପଣ ପ୍ରାର୍ଥୀ ଭାବେ ଠିଆ ହେଲେ? ଯେଉଁ ଅବ୍ୟବସ୍ଥା, ମଶା ଡାଉଁସରେ ଯେଉଁ ଲୋକମାନେ ହଇରାଣ ହେଉଛନ୍ତି, ଜଳସେଚନ ନାହିଁ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଖନ୍ତୁ କଟକ ମେଡ଼ିକାଲରେ କିଭଳି ଦଲାଲଗିରି ଚାଲିଛି, ଲୋକମାନେ ପେସେଣ୍ଟ ନେଇଗଲେ କେତେ ହଇରାଣ ହେଉଛନ୍ତି। ଆମ ମାଣିକଗଞ୍ଜ ମେଡ଼ିକାଲରେ ଡାକ୍ତର ନାହାନ୍ତି, ବଡ଼ମ୍ବାରେ ଡାକ୍ତର ନାହାନ୍ତି, କିନ୍ତୁ ସରକାର ଡିଣ୍ଡି ପିଟିକି ଚେଲାଗିରି କରିବାରେ ଚାଲିଛନ୍ତି। ଏ ବିଜେଡି ବିଜେପି ଭାଇ ଭାଇ। ବର୍ତ୍ତମାନ ଓଡ଼ିଶାରେ ଦୁର୍ନୀତି, ଭାରତରେ ମଧ୍ୟ ଦୁର୍ନୀତି ଚାଲିଛି। ଏହା ବିରୁଦ୍ଧରେ ମୁଁ ସର୍ବୋତ୍ତମ କରିବା ପାଇଁ ଆଜି ପ୍ରାର୍ଥୀ। ଆପଣ ଯଦି ଜିତିବେ ତାହେଲେ କଟକ ସହର ପାଇଁ କ'ଣ କରିବେ? ମୁଁ ଯଦି ଭଗବାନ ଦୟାରୁ ଜିତେ, ମୁଁ ନିଶ୍ଚିତ ଭାବରେ କଟକ ସହରକୁ ସୁନାମଧନ୍ୟ ସହରରେ ଓଡ଼ିଶାର 1 ନମ୍ବର ସହର ଭାବେ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିବି। ପ୍ରଥମ ପଦକ୍ଷେପ ପାନୀୟ ଜଳ,